ଜୟ ଜଗନ୍ନାଥ ପିଲାମାନେ କେମିତି ଅଛ ସମସ୍ତେ? ଆଶା କରୁଛି ବହୁତ ଭଲରେ ଥିବ ଏବଂ ନିଜ ନିଜ ପ୍ରିପାରେସନ୍ ବି ବହୁତ ଭଲରେ କରୁଥିବ। ତ ପିଲାମାନେ ଯେଉଁମାନେ ଓଡ଼ିଶା ହୋମଗାର୍ଡ଼ରେ ଫର୍ମ ଆପ୍ଲାଏ କରିଥିଲ ତ ତୁମ ପାଇଁ ଗୋଟେ ନୋଟିସ୍ ଆସିଛି, ଯେଉଁ ନୋଟିସ୍ କି ଆପଣଙ୍କର ଏକ୍ଜାମକୁ ନେଇକି ପିଲାମାନେ ବହୁତ ସାରା କମେଣ୍ଟ ଆସିଥିଲା କି ସାର୍ ଆମ ଡିଷ୍ଟ୍ରିକ୍ଟରେ ଏକ୍ଜାମ କେବେ ହେବ। ତ ଦେଖ ବର୍ତ୍ତମାନ ତୁମ ଡିଷ୍ଟ୍ରିକ୍ଟ ପାଇଁ ଏକ୍ଜାମ ଡେଟ୍ ଆସିଯାଇଛି। ଏଇ ନୋଟିସ୍ଟା ହେଉଛି ଜିଲ୍ଲା ଗୃହରକ୍ଷୀ କାର୍ଯ୍ୟାଳୟ ଅନୁଗୁଳ ପାଇଁ। ଦେଖନ୍ତୁ ଯେଉଁମାନେ ଅନୁଗୁଳ ଡିଷ୍ଟ୍ରିକ୍ଟରେ ଅଛନ୍ତି ଆପଣଙ୍କ ଯେଉଁ ଆପ୍ଲାଏ କରିଥିଲେ ଓଡ଼ିଶା ହୋମଗାର୍ଡ଼ରେ ତ ତୁମମାନଙ୍କ ପାଇଁ ଏକ୍ଜାମ ଡେଟ୍ ଆସିଯାଇଛି। ଏକ୍ଜାମ ଡେଟ୍ ଯିବା ପୂର୍ବରୁ ଆପଣଙ୍କ ପାଖରେ କ'ଣ ସବୁ ଡକୁମେଣ୍ଟ ନେଇକି ଯିବେ ତାହା ମୁଁ ଏହି ଭିଡ଼ିଓରେ ଆଗକୁ ତୁମମାନଙ୍କୁ ଜଣାଇଦେବି। ଭିଡ଼ିଓଟିକୁ କେବଳ ଶେଷରେ ଦେଖିବ। ଯଦି ଭିଡ଼ିଓଟି ଭଲ ଲାଗିବ ତ ନିଶ୍ଚିତ ଗୋଟେ ଲାଇକ୍ କରିକି ଚ୍ୟାନେଲକୁ ମଧ୍ୟ ଗୋଟେ ସବସ୍କ୍ରାଇବ୍ କରିଦେବ। ତ ଦେଖନ୍ତୁ ନୋଟିସ୍ରେ କ'ଣ ଅଛି ମୁଁ ସବୁ ଗୋଟିଏ ଆପଣଙ୍କୁ କହିଦେଉଛି। ତ ଦେଖନ୍ତୁ ନୋଟିସ୍ ଅଛି 19/5/2025 ଅନୁଯାୟୀ ଅନୁଗୁଳ ଜିଲ୍ଲାରେ 141 ଗୋଟି ଗୃହରକ୍ଷୀ ପଦବୀ ପୂରଣ ନିମନ୍ତେ ଏକ ଲିଖିତ ପରୀକ୍ଷା ଆସନ୍ତା 10/8/2025 ସକାଳ 11 ଘଟିକା ଠାରୁ 12 ଘଟିକା ପର୍ଯ୍ୟନ୍ତ ଅନୁଗୁଳ ସହରର 4 ଗୋଟି ସ୍ଥାନରେ ଆପଣଙ୍କ ଏକ୍ଜାମ ହେବାକୁ ଯାଉଛି। ଯେପରିକି ଗୋଟେ ଅଛି ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ ଅନୁଗୁଳ, ରୋଟାରୀ ପବ୍ଲିକ୍ ସ୍କୁଲ ଅନୁଗୁଳ, ଅନୁଗୁଳ ସରକାରୀ ଉଚ୍ଚ ବିଦ୍ୟାଳୟ ଏବଂ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଗାନ୍ଧୀ ମାର୍ଗ ଅନୁଗୁଳ ଠାରେ ହେବାକୁ ଯାଉଛି। ତ ବର୍ତ୍ତମାନ ଦେଖ ପିଲାମାନେ ଆପଣଙ୍କ ଯେଉଁ ଅନୁଗୁଳ ଡିଷ୍ଟ୍ରିକ୍ଟ ଅଛି ଅନୁଗୁଳ ଡିଷ୍ଟ୍ରିକ୍ଟରେ 4 ଜାଗାରେ ଆପଣଙ୍କର ଏକ୍ଜାମ ହେବାକୁ ଯାଉଛି। ଏହି ଲିଖିତ ପରୀକ୍ଷା ନିମନ୍ତେ ଆଡମିଟ୍ କାର୍ଡ଼ ଗ୍ରହଣ କରିଥିବା ପରୀକ୍ଷାର୍ଥୀମାନଙ୍କ ଅବଗତି ନିମନ୍ତେ ଜଣାଇ ଦିଆଯାଉଛି ଯେ ନିମ୍ନଲିଖିତ ପରୀକ୍ଷା କେନ୍ଦ୍ରକୁ ଯାଇ ନିର୍ଦ୍ଧାରିତ ତାରିଖ ସକାଳ 8 ଘଟିକା ଠାରୁ 10 ଘଟିକା ମଧ୍ୟରେ ପ୍ରବେଶ କରିବା ସହିତ ସେଠାରେ ପରୀକ୍ଷା ଦେବା ପାଇଁ ହେବେ। ତ ଦେଖନ୍ତୁ କାହାର ରୋଲ୍ ନମ୍ବର କେଉଁ ସେଣ୍ଟରରେ ପଡ଼ିଛି ମୁଁ ଆପଣଙ୍କୁ ଏଇ ନୋଟିସ୍ରେ ବି ଦେଖାଇ ଦେଉଛି। ତ ଦେଖନ୍ତୁ ଫାଷ୍ଟ ଅଛି ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ ଅନୁଗୁଳରେ ରୋଲ୍ ନମ୍ବର 2ରୁ ନେଇକି ଆପଣଙ୍କର 1647 ଯାଏଁ ଆପଣଙ୍କର ରହିବ। ଦ୍ୱିତୀୟରେ ଅଛି ରୋଟାରୀ ପବ୍ଲିକ୍ ସ୍କୁଲ ଅନୁଗୁଳରେ ଦେଖନ୍ତୁ 1648ରୁ ନେଇକି 2627 ଯାଏଁ ରହିବ। ତୃତୀୟରେ ଅଛି ଅନୁଗୁଳ ସରକାରୀ ଉଚ୍ଚ ବିଦ୍ୟାଳୟରେ ଅଛି 2628ରୁ ନେଇକି 3148 ଯାଏଁ ରହିବ। ଚତୁର୍ଥରେ ଅଛି ସରସ୍ୱତୀ ଶିଶୁ ବିଦ୍ୟାଳୟ ମନ୍ଦିର ଗାନ୍ଧୀ ମାର୍ଗ ଅନୁଗୁଳରେ ରହିବ 3149ରୁ ନେଇକି 4830 ଯାଏଁ ରହିବ। ତ ଦେଖନ୍ତୁ ପରୀକ୍ଷାର୍ଥୀମାନେ ପରୀକ୍ଷା କେନ୍ଦ୍ରକୁ ନିଜର ଅରିଜିନାଲ ଆଡମିଟ୍ କାର୍ଡ଼ ଆଣିବା ସହିତ ବର୍ତ୍ତମାନ ପାସପୋର୍ଟ ସାଇଜ୍ ଗୋଟେ ଫଟୋ ଆଣିବେ। ଅରିଜିନାଲ ପରିଚୟ ପ୍ରମାଣପତ୍ର ଯେପରିକି ଆଧାର କାର୍ଡ଼, ଭୋଟର ଆଇ ଡି କିମ୍ବା ଡ୍ରାଇଭିଂ ଲାଇସେନ୍ସ ମଧ୍ୟ ଆଣିବାକୁ ବାଧ୍ୟତାମୂଳକ। ପରୀକ୍ଷାର୍ଥୀମାନେ ପରୀକ୍ଷା କେନ୍ଦ୍ରକୁ ମଧ୍ୟକୁ ପରୀକ୍ଷା ପଟ୍ଟା, କଲମ ଏବଂ ପାଣି ବୋତଲ ବ୍ୟତୀତ ଅନ୍ୟ କୌଣସି ସାମଗ୍ରୀ ପ୍ରବେଶ ନିଷେଧ। ପରୀକ୍ଷାର୍ଥୀମାନେ ନିଜର ମୋବାଇଲ ଅନ୍ୟ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ପରୀକ୍ଷା କେନ୍ଦ୍ର ମଧ୍ୟକୁ ପ୍ରବେଶ ନିମନ୍ତେ ଅନୁମତି ଦିଆଯିବ ନାହିଁ ଏବଂ ସେମାନେ ନିଜ ଜିନିଷ ପରୀକ୍ଷା କେନ୍ଦ୍ର ବାହାରେ ନିଜ ଦାୟିତ୍ୱରେ ରଖିବେ। ଏହା ବ୍ୟତୀତ ଲିଖିତ ପରୀକ୍ଷା ସମ୍ବନ୍ଧୀୟ କୌଣସି ବି ସୂଚନା ନିମନ୍ତେ ପରୀକ୍ଷାର୍ଥୀମାନେ ଟେଲିଫୋନ ନମ୍ବର ଆପଣ ଦେଖିପାରୁଥିବେ ଦ୍ୱାରା ଯୋଗାଯୋଗ କରିପାରିବେ। ତ ପିଲାମାନେ ଏଟା ଥିଲା ଅନୁଗୁଳ ଡିଷ୍ଟ୍ରିକ୍ଟ ପାଇଁ ଏକ୍ଜାମ ନୋଟିସ୍। ତ ପିଲାମାନେ ଯେଉଁମାନେ ଓଡ଼ିଶା ହୋମଗାର୍ଡ଼ରେ ଫର୍ମ ଆପ୍ଲାଏ କରିଦେଇଛ ତ ନିଜ ଡିଷ୍ଟ୍ରିକ୍ଟର ଏକ୍ଜାମ କେବେ ହେବ ଏବଂ ଆପଣଙ୍କ ଡିଷ୍ଟ୍ରିକ୍ଟରେ ଫିଜିକାଲ କେବେ ହେବ ଜାଣିବା ପାଇଁ ଆପଣଙ୍କ ଡିଷ୍ଟ୍ରିକ୍ଟର ନାଁ ମୋତେ କମେଣ୍ଟ କରନ୍ତୁ। ମୁଁ ଆପଣଙ୍କ କମେଣ୍ଟର ରିପ୍ଲାଏ ନିଶ୍ଚିତ ଭାବରେ କରିବି। ତ ରହିଲି ପିଲାମାନେ, ଧନ୍ୟବାଦ।